ଗୌରବ ହେଉ। ପ୍ରଭୁ ଧନ୍ୟ ହୁଅନ୍ତୁ। ଆମମାନଙ୍କୁ ଜୀବିତ ମାନଙ୍କ ଦେଶରେ ବଞ୍ଚାଇ ଆଣି ତାଙ୍କର ପ୍ରଶଂସା ଗୌରବ କରିବା ପାଇଁ ଦେଇଅଛନ୍ତି। ପ୍ରଭୁଙ୍କର ମହତ୍ ନାମରେ ଧନ୍ୟବାଦ ହେଉ। ଉପସ୍ଥିତ ପ୍ରତ୍ୟେକଙ୍କୁ ମୋର ନମସ୍କାର। ପ୍ରେଜ୍ ଦ ଲର୍ଡ। ଆସନ୍ତୁ ଆମେ ସେ ସତ୍ୟ ପରମେଶ୍ୱରଙ୍କର ଆରାଧନା କରିବା ନିମନ୍ତେ ଯିବା। ଯଦି ଆମେ ସଠିକ ସ୍ଥାନରେ ବସି ଅଛୁ ଭିଡିଓ ଅନ୍ କରିକି ବସିବା, କାହିଁକି ନା ଆମେ ପ୍ରଭୁଙ୍କର ପ୍ରଶଂସା ଗୌରବ କରିବା ପାଇଁ ଏ ସ୍ଥାନରେ ବସି ଅଛୁ। ଅନେକ ତ ଶଯ୍ୟାରେ ଶୋଇଥିବେ, ଆଉ ଅନେକ ତ କଣ କରୁଥିବେ, ତଥାପି ବି ଯଦି ସଠିକ ସ୍ଥାନରେ ଅଛୁ ଭିଡିଓ ଅନ୍ କରିକି ବସିବା। ପ୍ରଭୁଙ୍କର ଗୌରବ ନିଅନ୍ତୁ। ଆସନ୍ତୁ ମୁଁ ଆରାଧନା କରିବା ପୂର୍ବରୁ ବାକ୍ୟରୁ ପଦ ପଢିବା ପାଇଁ ଯାଏ। ମୋ ସହିତ ଖୋଲି ଦେଖିବେ ଗୀତ ସଂହିତାରେ 21 ଅଧ୍ୟାୟ 1 ପଦ ଏବଂ 2 ପଦ। ଆମମାନଙ୍କ ବଳ ସ୍ୱରୂପ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଉଚ୍ଚ ସ୍ୱରରେ ଗାନ କର। ଜାକୁବର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର। ଗୀତ ଉଠାଅ ଓ ଦ୍ୱାରା ନେବଲ ସହିତ ମନୋହର ବୀଣା ଯନ୍ତ୍ର ଆଣ। ଉଭୟ ଭାଷାରେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଏକ ଗୀତ ଗାନ କରି ପ୍ରଭୁଙ୍କର ପ୍ରଶଂସା ଗୌରବ କରିବା ନିମନ୍ତେ ଯିବା। ମୋର ଆବାଜ ଠିକ ଆସୁଛି ସାର୍? ଥ୍ୟାଙ୍କ ୟୁ। କ୍ଷମା କର ପ୍ରଭୁ, କ୍ଷମା କର, ଫେରି ମୋ ଆସିଛି, କ୍ଷମା ମାଗୁଛି, ଫେରି ମୋ ଆସିଛି, କ୍ଷମା ମାଗୁଛି। ଭୁଲି ଯାଇଛି, ଭୁଲି ଯାଇଛି, ତୁମରି ପ୍ରେମକୁ ଭୁଲି ମୁଁ ଯାଇଛି। ମଜି ଯାଇଛି, ମଜି ଯାଇଛି, ଏ ମାୟା ସଂସାରେ ମଜି ମୁଁ ଯାଇଛି। ତୁମ କୃପା ତୁମ ସ୍ନେହ ଅନୁଗ୍ରହ ଜନ୍ମରେ ପଡ଼ି ଭୁଲି ମୁଁ ଯାଇଛି। କ୍ଷମା କର ପ୍ରଭୁ, କ୍ଷମା କର, ଫେରି ମୁଁ ଆସିଛି, କ୍ଷମା ମୁଁ ମାଗୁଛି। କ୍ଷମା କର ପ୍ରଭୁ, କ୍ଷମା କର, ଫେରି ମୁଁ ଆସିଛି, କ୍ଷମା ମୁଁ ମାଗୁଛି। ଫେରି ମୁଁ ଆସିଛି, କ୍ଷମା ମାଗୁଛି। ପାପର ଏ ସଂସାରେ ରହିବୁ ଯେ ପାପରେ, ପାର୍ଥିବ ବିଷୟ ସଦା ମନ ଦେଇଅଛି। ପାପର ଏ ସଂସାରେ ରହିବୁ ଯେ ପାପରେ, ପାର୍ଥିବ ବିଷୟ ସଦା ମନ ଦେଇଅଛି। ଧନର ପ୍ରଲୋଭନେ ଗର୍ବ ଓ ଅହଙ୍କାରେ ସର୍ବଦା ତୁମକୁ ଯେ ଭୁଲି ଯାଇଅଛି। ମନ୍ଦ କର୍ମ ଲାଳସାରେ ଜାଣିଛି ମୁଁ ବହୁତରେ, ଜଗତ ଫାନ୍ଦରେ ପଡ଼ି ପାପ ମୁଁ କରିଛି। କ୍ଷମା କର ପ୍ରଭୁ, କ୍ଷମା କର, ଫେରି ମୁଁ ଆସିଛି, କ୍ଷମା ମୁଁ ମାଗୁଛି। କ୍ଷମା କର ପ୍ରଭୁ, କ୍ଷମା କର, ଫେରି ମୁଁ ଆସିଛି, କ୍ଷମା ମୁଁ ମାଗୁଛି। ଫେରି ମୁଁ ଆସିଛି, କ୍ଷମା ମୁଁ ମାଗୁଛି। ଜୟ ବଳି ତୁମ୍ଭର, ତୁମ୍ଭ ବାକ୍ୟ ମତେ ପ୍ରଭୁ ଏହା କହୁଅଛି। ସ୍ୱପ୍ନର ଜୟ ବଳି ତୁମ୍ଭର, ତୁମ୍ଭ ବାକ୍ୟ ମତେ ପ୍ରଭୁ ଏହା କହୁଅଛି। ଭଗ୍ନ ଓ ଚୂର୍ଣ୍ଣ ମାନେ
ଆସିଛୁ ତୁମ ପାଶେ ତୁଚ୍ଛ କରିବନି ମତେ ବିଶ୍ୱାସ ଅଛି ଅନୁତାପ ହୃଦୟରେ ଆସିଛି ମୁଁ ତୁମ ଦ୍ୱାରେ ଜଗତ ଫନ୍ଦରେ ପଡ଼ି ଭୁଲ କରିଛି କ୍ଷମା କର ପ୍ରଭୁ କ୍ଷମା କର ଫେରି ମୋ ଆସିଛି କ୍ଷମା ମୁଁ ମାଗୁଛି କ୍ଷମା କର ପ୍ରଭୁ କ୍ଷମା କର ଫେରି ମୋ ଆସିଛି କ୍ଷମା ମୁଁ ମାଗୁଛି ଭୁଲି ଯାଇଛି ଭୁଲି ଯାଇଛି ତୁମରି ପ୍ରେମକୁ ଭୁଲି ମୋ ଯାଇଛି ମଜି ଯାଇଛି ମଜି ଯାଇଛି ଏ ମାୟା ସଂସାରେ ମଜି ମୁଁ ଯାଇଛି ତୁମ କୃପା ତୁମ ସ୍ନେହ ଯିଶୁ ତୁମ ଅନୁଗ୍ରହ ଜଗତ ଫାନ୍ଦରେ ପଡ଼ି ଭୁଲି ମୁଁ ଯାଇଛି କ୍ଷମା କର ପ୍ରଭୁ କ୍ଷମା କର ଫେରି ମୁଁ ଆସିଛି କ୍ଷମା ମୁଁ ମାଗୁଛି କ୍ଷମା କର ପ୍ରଭୁ କ୍ଷମା କର ଫେରି ମୁଁ ଆସିଛି କ୍ଷମା ମୁଁ ମାଗୁଛି ଫେରି ମୁଁ ଆସିଛି କ୍ଷମା ମୁଁ ମାଗୁଛି ସମସ୍ତେ କହିବା କି ହାଲେଲୁୟା ପ୍ରେଜ୍ ଦ ଲର୍ଡ ପ୍ରଭୁ ଆମମାନଙ୍କୁ ଜୀବିତ ମାନଙ୍କ ଦୃଷ୍ଟିରେ ବଞ୍ଚାଇଲେଣି ତାଙ୍କର ପ୍ରଶଂସା ଗୌରବ କରିବା ପାଇଁ ଦେଇ ଅଛନ୍ତି ସେଥିପାଇଁ ପ୍ରଭୁଙ୍କର ମହାନାମର ଧନ୍ୟବାଦ ହଉ ପ୍ରଭୁଙ୍କର ପ୍ରଶଂସା ହେଉ ଗୌରବ ହେଉ ସରି ଲାଇନ ଚାଲିଗଲା ତ ସେଥିପାଇଁ ମୁଁ ଭିଡିଓଟା ଅଫ୍ କରିଦେଲି ପ୍ରଭୁଙ୍କର ଗୌରବ ହଉ ଆଉ ଗୀତ ଗାନ କରି ପ୍ରଭୁଙ୍କର ପ୍ରଶଂସା ଗୌରବ କରିବା ଲାଇନ ଆସିଗଲା ପ୍ରଭୁଙ୍କର ପ୍ରଶଂସା ହେଉ ଗୌରବ ହଉ ପ୍ରଭୁଙ୍କ ନାମରେ ଧନ୍ୟବାଦ ହଉ ଆସନ୍ତୁ ସେଇ ସତ୍ୟ ପରମେଶ୍ୱରଙ୍କ ଠାରେ ଆମେମାନେ କୃଷିତ ହେବା କ୍ଷୁଧିତ ହେବା ସେ ପରମେଶ୍ୱରଙ୍କର ଜୀବନ୍ତ ଜଳ ପାଇଁ ଆହାର ପାଇଁ ଆମେ କ୍ଷୁଧିତ ତୃଷାରେ ରହିବା ଆସନ୍ତୁ ଆଉ ଏକ ଗୀତ ଗାନ କରି ପ୍ରଭୁଙ୍କର ପ୍ରଶଂସା କରିବା ତୃଷିତ হে ପ୍ରଭୁ ତୁମ ପାଇଁ କ୍ଷୁଧିତ হে ଯିଶୁ ତୁମ ପାଇଁ ତୃଷିତ হে ପ୍ରଭୁ ତୁମ ପାଇଁ କ୍ଷୁଧିତ হে ଯିଶୁ ତୁମ ପାଇଁ ତୁମ ବିନା ପ୍ରାଣ ତୃଷାରେ କାନ୍ଦୁଛି ତୁମ ବିନା ହୃଦୟ କ୍ଷୁଧାରେ ଭଗୁଛି ତୁମ ବିନା ପ୍ରାଣ ତୃଷାରେ କାନ୍ଦୁଛି ତୁମ ବିନା ହୃଦୟ କ୍ଷୁଧାରେ ଭଗୁଛି ଜୀବନ୍ତ ଜଳ ପାଇଁ ଜୀବନ୍ତ ଆହାର ପାଇଁ ଜୀବନ୍ତ ଜଳ ପାଇଁ ଜୀବନ୍ତ ଆହାର ପାଇଁ ମୁଁ ତୃଷିତ হে ପ୍ରଭୁ ତୁମ ପାଇଁ ମୁଁ କ୍ଷୁଧିତ হে ଯିଶୁ ତୁମ ପାଇଁ ଜଳ ବିନା ବୃକ୍ଷ ଯେପରି ବାୟୁ ବିନା ଜୀବ ଯେପରି ନୀଡ଼ ବିନା ପକ୍ଷୀ ଯେପରି ତୁମ ବିହୁନେ ମୁଁ ସେପରି ଜଳ ବିନା ବୃକ୍ଷ ଯେପରି ବାୟୁ ବିନା ଜୀବ ଯେପରି ନୀଡ଼ ବିନା ପକ୍ଷୀ ଯେପରି ତୁମ ବିହୁନେ ମୁଁ ସେପରି
तुम बिना बंची न पारे, तुम बिना चली न पारे, हे प्रभु तुम बिना बंची न पारे, तुम बिना चली न पारे। ମୁଁ ତୃଷିତ ହେ ପ୍ରଭୁ ତୁମ ପାଇଁ, ମୁଁ କ୍ଷୁଧିତ ହେ ବିଶୁ ତୁମ ପାଇଁ। ଜଗତର ସୁଖ ସମ୍ପତ୍ତି ଦେଲା ନାହିଁ ମତେ ସନ୍ତୃପ୍ତି, ଶୂନ୍ୟ କଳସ ମୋ ହୃଦୟେ କରିଦିଅ ସ୍ୱର୍ଗୀୟ ଶାନ୍ତି। ଜଗତର ସୁଖ ସମ୍ପତ୍ତି ଦେଲା ନାହିଁ ମତେ ସନ୍ତୃପ୍ତି, ଶୂନ୍ୟ କଳସ ମୋ ହୃଦୟେ କରିଦିଅ ସ୍ୱର୍ଗୀୟ ଶାନ୍ତି। ପୂର୍ଣ୍ଣ କର ଆତ୍ମାରେ ମତେ, ତୃପ୍ତ କର ବାକ୍ୟରେ ମତେ, ହେ ଯୀଶୁ ପୂର୍ଣ୍ଣ କର ଆତ୍ମାରେ ମତେ, ତୃପ୍ତ କର ବାକ୍ୟରେ ମତେ। ମୁଁ ତୃଷିତ ହେ ପ୍ରଭୁ ତୁମ ପାଇଁ, ମୁଁ କ୍ଷୁଧିତ ହେ ବିଶୁ ତୁମ ପାଇଁ। ତୁମ ବିନା ପ୍ରାଣ ରୋଷାରେ କାନ୍ଦୁଛି, ତୁମ ବିନା ହୃଦୟ ହୃଦୟରେ ଭୋଗୁଛି, ଜୀବନ୍ତ ଜଳ ପାଇଁ, ଜୀବନ୍ତ ଆହାର ପାଇଁ, ଜୀବନ୍ତ ଜଳ ପାଇଁ, ଜୀବନ୍ତ ଆହାର ପାଇଁ। ଧନ୍ୟ ଧନ୍ୟ परमेश्वर पिता तुम्हें धन्यवाद प्रभु, तुम्हें ଆମମାନଙ୍କୁ ସୁନ୍ଦର ସମୟ ସୁଯୋଗ ଦେଲ परमेश्वर ବାପା, ତୁମ ନାମର ପ୍ରଶଂସା ଗୌରବ କରିବା ନିମନ୍ତେ ବାପା। ପ୍ରଭୁ ଅନେକ ପ୍ରଭୁ ଆଜି ପ୍ରଭୁ ଅନେକ ଦୁର୍ଘଟଣାରେ ଥିବେ ପ୍ରଭୁ, ଅନେକ ଆକ୍ସିଡେଣ୍ଟରେ ଥିବେ परमेश्वर, ଅନେକ ମେଡିକାଲରେ ପ୍ରଭୁ, ଅନେକ କାରାଗାର ମଧ୍ୟରେ ଥିବେ परमेश्वर, ଅନେକ ଶଯ୍ୟାଶାୟୀ ହୋଇ ଥିବେ परमेश्वर ବାପା। प्रभु तथापि तुम ଆମମାନଙ୍କୁ ବହୁମୂଲ୍ୟ ପ୍ରେମ ଦେଇ ପିତା, ତୁମେ ଆମମାନଙ୍କୁ ବଞ୍ଚାଇ ଆଣି ପ୍ରଭୁ ତୁମର ପ୍ରଶଂସା ଗୌରବ ଆରାଧନା କରିବା ପାଇଁ ଦେଇଛ। ପ୍ରାର୍ଥନା ଧନ୍ୟବାଦ 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 परमेश्वर पिता, हालेलुया, प्रेज द लॉर्ड जीसस, ग्लोरी टू गॉड परमेश्वर पिता। यीशु मेरे स्वामी मेरे, नहीं कोई तेरे समान, यीशु मेरे जीवन मेरे, प्रभु तू है प्रभु से महान। आया आया आराधना, आराधना, दुख और दर्द सिखाए, शांति दे दुख और दर्द से बेहाल, शांति दे रे तू आया पान। मेरी लाचारी में बंदिया तूने, मित्र नहीं कोई तेरे समान। आराधना 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 आराधना,
हालेलुया हालेलुया। मैं भी ठिकाना भटकता रहा, आसरा देने तो आया पार। मैं भी ठिकाना भटकता रहा, आसरा देने तो आया पार। सीने से लगा के आंसू मिटाए, प्रेमी नहीं कोई तेरे समान। सीने से लगा के आंसू मिटाए, प्रेमी नहीं कोई तेरे समान। आराधना 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 मैं क्यों ना छोड़ी जब सारे आ चंगाई देने तो आया था। मैं क्यों ना छोड़ी जब सारे आ चंगाई देने तो आया था। फोड़ों की खाओ से चंगा हुआ मैं, वेद नहीं कोई तेरे समान। फोड़ों की खाओ से चंगा हुआ मैं, वेद नहीं कोई तेरे समान। आराधना 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 आराधना। हालेलुया हालेलुया। यीशु मेरे सामने, मेरे नहीं कोई तेरे समान। यीशु मेरे जीवन, मेरे प्रभु तू है सबसे महान। आराधना 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 आराधना। ସମସ୍ତେ ହାତ ଉତ୍ତୋଳନ କରିବା। आराधना 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 आराधना। हालेलुया हालेलुया। धन्यवाद परमेश्वर, धन्यवाद परमेश्वर पिता, तुम महान को प्रभु। दया कल, प्रेम कल, अनुग्रह कल परमेश्वर बापा। तुम चरण तले प्रभु आराधना करिଅଛୁ प्रभु। ए आराधना को कृतांजलि स्वरूपे तुम हस्तरे समर्पण करुଅଛୁ। तुम चरण तले प्रभु शरण ନେଉଅଛୁ परमेश्वर पिता। ଛୁଆମାନଙ୍କର ଆରାଧନା ଶୁଣି ଉତ୍ତର ଦିଅ ବାପା परमेश्वर पिता। ତୁମେ ଦୟା କର ବାପା, ତୁମେ ଦୟା କର परमेश्वर पिता प्रभु। ଯେତେ ଜଣ ଉପସ୍ଥିତ ଅଛୁ परमेश्वर पिता, ତୁମର ଆତ୍ମାଙ୍କୁ ଅନୁଭବ କରିବା ପାଇଁ ଆମକୁ ଦିଅ ବାପା, ତୁମେ ଦୟା କର परमेश्वर। जीवगिरी सर्वशक्तिमान परमेश्वर बापा प्रभु, प्रभु ध्यान सह बसी प्रभु तुमର ପ୍ରଶଂସା ଗୌରବ କରିପାରିବୁ परमेश्वर बापा। ଏପରି ଉର୍ଦ୍ଧ୍ୱର ଜ୍ଞାନ ମାନଙ୍କୁ ଦିଅ ରାଜା, ତୁମେ ଦୟା, ତୁମେ ଦୟା କର, ତୁମେ ଦୟା।
बापा तुम्हें क्षमा करो पिता, तुम्हें क्षमा करो परमेश्वर बापा, हम तुम्हें दया करो बापा, तुम्हें दया न करे, तुम्हें प्रेम न कले प्रभु आम कहा निकट को जीव परमेश्वर पिता। प्रभु तुम आमको दया करो, तुम आमको दया करो बापा। प्रभु तुम निकट प्रभु आराधना कर जाइए परमेश्वर पिता। प्रभु वाक्य सुनवा निमंते जाओ परमेश्वर। प्रभु तुम्हारा उपस्थिति एठारे प्रभु दियो बापा, तुम्हारा उपस्थिति को अनुभव करने पाए दियो राजा परमेश्वर पिता। हालेलुया, प्रेज द लॉर्ड जीसस। हे झियो बा झियो परमेश्वर पिता प्रभु, जो वाक्य सुनिबो परमेश्वर बापा, से वाक्य सुनी जेपरि कार्यकारी हेई परिबो, ସେଥିପାଇଁ ତୁମେ ଆମମାନଙ୍କୁ ମନ ଦିଅ परमेश्वर पिता प्रभु। जे ବ୍ୟକ୍ତି ବାକ୍ୟ ଦେବେ परमेश्वर पिता, ତାଙ୍କ ହୃଦୟରେ କାର୍ଯ୍ୟ କରିବା ପାଇଁ ତାଙ୍କର ମୁଖ ଦେଇ ଆମମାନଙ୍କୁ ଉତ୍ତମ ଶିକ୍ଷା ଦିଅ ବୋଲି ପ୍ରାର୍ଥନା କରୁଅଛୁ परमेश्वर बापा। प्रभु तुम्हारे वाक्य के खड़ग स्वरूप परमेश्वर बापा, समस्त शैतान कार्य को खंड विखंड कर परमेश्वर बापा। तुम्हें दया कर बापा, से वाक्य शुणी जेपरि प्रभु आगामी दिन पाई प्रस्तुत हेबो एहीपरि आमको प्रभु परमेश्वर तुम्हें दया कर, तुम्हें दया कर राजा प्रभु। से व्यक्ति मस्तक तलता पर्यंत तुम्हें शुचि पवित्र कर बापा प्रभु। तुम्हें दया कर, तुम्हें दया कर, तुम्हें दया कर, अनुग्रह कर बापा प्रभु। जनसंख्या जेपरि सुसमाचार प्रचार करिबारे साहाय्य करथिलो पिता प्रभु, सेपरि जे व्यक्ति को प्रभु तुम्हें मनोनीत करिअछ आज, तुम्हें सेपरि व्यवहार कर बापा। तुम आत्मांकर उपस्थिति तांको ठारे ढाଳି दिए परमेश्वर। तुम्हें दया अनुग्रह कर बोली प्रार्थना करुछ प्रभु। लीड करथिबा सार को मध्य तुम हस्ତରେ समर्पण करुछ पिता प्रभु। मध्यस्थी प्रार्थना प्रभु ए पर्यंत तुम्हें कढ़ाई आनिअछ प्रभु। पुनर्बार प्रभु आगामी कार्यक्रम तुम्हें कढ़ाई ने बापा आरंभ कर समाप्ति पर्यंत तुम्हें तांकर सहवर्ती परमेश्वर समस्त मन प्राण आत्मा दे जेपरि तुम ठारे बसिबु एपरि मन आत्मा दे बोली प्रार्थना करुछ प्रभु। ए समस्त निवेदन तुम हस्ତରେ समर्पण कर प्रभु जीशुଙ୍କ ନାମରେ ମାଗୁଛି ପ୍ରଭୁ, ଆମେନ୍। धन्यवाद सर, प्रेज द लॉर्ड। प्रेज द लॉर्ड। धन्यवाद। बहुत सुंदर स्तुति आराधना प्रभु को दासी करियछंती, हृदय स्पर्शी गीत सब गान करिछंती। आ ए स्तुति आराधना प्रभु महिमा पांतु, गौरवान्वित पांतु, प्रभु को नाम जय जयकार हो। आसंते एक उच्च करताल दे आमने प्रभु को धन्यवाद देवा सहित प्रभु को दासी को मामाली महापात्र सिस्टर को धन्यवाद देवा। आओ आमने विशेष प्रार्थना करिबा अछि। आओ मामाली झीओं प्रार्थना करिबा, तांकर भविष्य पाई आओ तांको परिवार पाई प्रार्थना करिबा। ता सहित आज वाक्य नहीं आसुथिबा प्रभु को दासों पाई रेवरेंड मोजेस पाणी सार तांको सेवा कार्य परिवार पाई आ जो वाक्य आज नहीं आसुछंती उक्त वाक्य को जेपरी आमे समस्त शुणिकी बुझी पारिबा, वाक्य अनुसार चली पारिबा, सेथि निमंते प्रार्थना करिबा। ता सहित जूम रे उपस्थित होइतिबा प्रत्येक व्यक्ति विशेषों प्रत्येक परिवार माने प्रार्थना करिबा। आ आमने किछि सप्ताह हेलाणी प्रकाशित पुस्तक शिक्षा आरंभ करा जाई अछि। आओ अनेक समय प्रकाशित पुस्तक आमने पठन करिथाउ किंतु बुझी पारि न थाउ। आ रियल मिनिस्ट्री ऑफ इंडिया चिंता विशेष चिंता करी प्रभु को दास को अनुरोध करी प्रति बुधवार दिन प्रकाशित पुस्तक शिक्षा करा जाउ अछि। आ प्रभु को दास मध्य बोझर सहित प्रस्तुतिर सहित वाक्य को रखुअछंती। आ ए समस्त विषय ने आमने प्रार्थना करिबा। आ आमानक मध्यरी प्रभु को दास आमे समस्तकर अति प्रिय रेवरेंड डॉक्टर एसके जेना सार अच्छंती। सार को प्रभु जीशुଙ୍କ नाम रे स्वागत करी सार सम्मुख को आसीबे। आओ ए समस्त विषय नै प्रार्थना रे स्मरण करिबे। गुड मॉर्निंग सर। प्रार्थना गोटे अनुरोध मो माँ पाखे थी तो जन पार्ली ना। काली मो भाई पार्लाखंड आसी राति रहा बोली हठात 9:30 बेलू फोन आईला भणजा असुस्थ बोली सांगे सांगे आ पार्लाखंड पलैला भणजा के मेडिकल रे भाई के अछंती से परिवार पाई प्रार्थना करू। निश्चय आओ जेना सारे विषय नै मते प्रार्थना रे स्मरण करिबे। समस्त गुड मॉर्निंग, नमस्कार। नमस्कार सर। आवाज आगे राइट।
बेटा मामले बहुत धन्यवाद अति सुंदर गीत गायके समस्त को आराधना कड़ाई ने प्रभु आशीर्वाद करंतु एमती प्रभु रे बढ़िया पा अनुग्रह करंतु आसंता मन प्रार्थना करियो प्रभु तुम्हारी महान नाम धन्यवाद प्रशंसा करसु पुनर्बार तुम्हें दया अनुग्रह करके आउ गोटाए दिन देलो एवं ए प्रातः काले तुम चरण बसे तुम उपासना तुम्हारी आराधना करबा निमंते आमन को सुजोग देलो धन्यवाद आज सकाळ उपासना झील मामले अति सुंदर भाव तुम्हारी गीत गाई आम समस्त को तुम्हारी आराधना कढ़ी नहीं धन्यवाद प्रभु तुम प्रति जो प्रेम भक्ति विश्वास अच्छी धन्यवाद प्रभु से जेपरी अधिक अधिक तुम ठारे बढ़िबो एवं तुम्हारी महिमा निमित्त व्यवहृत हेबो यह आम प्रार्थना प्रभु तार कड़े तार भविष्य तुम आशीर्वाद कर प्रभु यही समय आम पाल भौणीकर जो भणजा अच्छी देह भल नहीं आउ से मेडिकल एडमिट होती तुम अति संपूर्ण स्पर्श कर संपूर्ण आरोग्य प्रदान कर से जो समस्त स्वास्थ्य दुर्बलता अच्छी जीशु नाम तुम दूर कर वर्तमान आम तुम वाक्य शुणा जाऊँ तुम प्रिय दास पानी आज्ञा तुम हत समर्पण कर आज निमित्त जो बाइबल स्टडी अच्छी जो वाक्य अच्छी तुमको प्रकाश कर आम समस्त जब बुझू ग्रहण करूँ अनुसार कार्यकारी करूँ एपाई तुम आगे साहय कर वक्ता श्रोता समस्त को तुम हत समर्पण कर जीशु नाम प्रार्थना कलु पिता आमेन आमेन धन्यवाद जेनास सर आपण बोझर सहित प्रार्थना करिसेंती प्रभु आपनको बड़ भाव आशीर्वाद करंतु आसंतु माने विलंब करबा नाही आ आमानकर नुआ नुआ नियम सब चली जे वक्ता को डाकिबा पूर्व बाइबल पठन करबा ए सब आ किछि करबा नाही आमे सीधा सड़क आ वाक्य सुनिबा को छिबा आमनक मध्यरे प्रभु दास रेवरेंड मजेश पाणी सार अच्छी प्रभु जीशु नाम रे मु तांको स्वागत करी प्रभु दास सम्मुख को आसीबे आ प्रभु आज आम जो वाक्य रखी अच्छी उक्त वाक्य को आम समस्त सम्मुख आम आत्मिक उन्नति होगा निमंते प्रकाश करेंगे आदि संभव हो पारुछि आम समस्ते वीडियो ऑन करके बसिबा प्रभुंकर गौरव निमंते वक्तांकर उत्साहित निमंते आसंतु एक उच्च करताल दे आउ पाणी सार को आमने स्वागत करिबा ओवर टू मजेश पाणी सार बहुत धन्यवाद प्रभु नाम धन्यवाद हो कारण प्रभु आम मान को प्रेम करी सुजोग टी देले प्रभुंकर निकटवर्ती हेबा पई प्रभुंकर पाद तले बसी तांकर सेवा करिबा पई आमन को सुजोग देले सेति पई मो प्रभु को धन्यवाद दूची एवं उपस्थित थिबा समस्त को प्रभु यीशु नाम रे नमस्कार जनाउछि प्रभु आम प्रत्येक को आशीर्वाद करंतु दया करंतु तांकर अनुग्रह जोग करी एई जगत रे बंचिबा पई साहाय्य करंतु तेबे आज मो प्रभु को धन्यवाद दूची जे प्रभु आम समस्त को भल रखिछंती आ जो माने मध्य असुस्थ पीड़ित भाव में अच्छंती सेमानक निमंते प्रार्थना करा जायछि प्रभु सेमानक मध्य सुस्थता देबे आरोग्यता देबे आ तांकर अनुग्रह जोग करी जगत रे बंचिबा पई साहाय्य करिवे एहा मु विश्वास करूछि प्रभु तांकर लोकमानकर प्रार्थना सुनंती उत्तर दियंती एहा आमरे समस्त विश्वास करिछु सेति पई प्रभुंकर निकट रे आमने प्रार्थना कलु जे प्रभु आम मानकर प्रार्थना निश्चित भाव में शुणिबे मु प्रभु को धन्यवाद दूची रियल मिनिस्ट्री ऑफ इंडिया पई जे मते सुजोग टी देइछंती म सेति पई प्रभु को धन्यवाद दूची प्रभु को धन्यवाद दूची आजिर उपासना परिचालना करुथबा प्रभुंकर दासंक पई एवं प्रभु को धन्यवाद दूची जे कि आराधना करी वर्शिप करी आमन को पढ़ी नेले तांको पई म धन्यवाद दूची प्रभु तांकर पिला मन को व्यवहार करंती तांकर गौरव पाई तांकर प्रशंसा पाई से व्यवहार करंती व्यवहार करके आसुछंती आसंता दिन गुडी करे मध्य से व्यवहार करिवे यह मु विश्वास करे प्रभु समान को विशेष करी आशीर्वाद करंतु तांकर दया तांकर आशीर्वाद समान को पाई प्रचुर करंतु तेबे आमने आलोचना करके आसुछु गत सप्ताह रे आमने आलोचना करिथिलु जे एफएससी मंडली रेपुटेशन विषय रे आज आमने आउ थरे टिके पाठ करदबा प्रकाशित वाक्य तार 2 अध्याय
ଆମେ ଆଉ ଥରେ ପାଠ କରିବା, ଯୋ ଦ୍ୱାରା କି ଯୋଉମାନେ ନୂଆ କରି ଜଏନ୍ କରିଛନ୍ତି ସେମାନଙ୍କ ପାଇଁ ଟିକେ ବୁଝିବା ପାଇଁ ସହଜ ହବ, ସରଳ ହବ। 2 ଅଧ୍ୟାୟ ଏଫିସି 1 ମଣ୍ଡଳୀ ପଦରୁ 7 ପଦ ପର୍ଯ୍ୟନ୍ତ ଆମେ ପାଠ କରିବା। ଯେ ଏଫିସି ଆପଣ ମଣ୍ଡଳୀ ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧାରଣ କରନ୍ତି ଓ ସପ୍ତ ନକ୍ଷତ୍ର ସୁବର୍ଣ୍ଣ ପ୍ରଦୀପ ମଧ୍ୟରେ ଗମନାଗମନ କରନ୍ତି, ସେ ଏହା କହନ୍ତି, ଆମ୍ଭେ ତୁମର କର୍ମ, ପରିଶ୍ରମ ଓ ଧୈର୍ଯ୍ୟ ଜାଣୁ। ପୁଣି ତୁମ୍ଭେ ଯେ ଦୁଷ୍ଟମାନଙ୍କର କ୍ରିୟା ସହି ନ ପାର, ଆଉ ଯେଉଁମାନେ ଆପଣା ଆପଣାକୁ ପ୍ରେରିତ ବୋଲି କହନ୍ତି କିନ୍ତୁ ପ୍ରକୃତରେ ପ୍ରେରିତ ନୁହନ୍ତି, ସେମାନଙ୍କୁ ପରୀକ୍ଷା କରି ମିଥ୍ୟାବାଦୀ ବୋଲି ଚିହ୍ନିଅଛ। ପୁଣି ଧୈର୍ଯ୍ୟ ଧରି ଆମ୍ଭ ନାମ ସକାଶେ କଷ୍ଟ ସହିଅଛ ଓ କ୍ଳାନ୍ତ ହୋଇନାହ, ଏହା ମଧ୍ୟ ଆମ୍ଭେ ଜାଣୁ। ତଥାପି ତୁମ୍ଭ ବିରୁଦ୍ଧରେ ଆମ୍ଭର ଏହି କଥା ଅଛି, ତୁମ୍ଭେ ଆପଣ ଆଦ୍ୟ ପ୍ରେମ ପରିତ୍ୟାଗ କରିଅଛ। ଏଣୁ କେଉଁଠାରୁ ତୁମର ପତନ ହୋଇଅଛି ତାହା ସ୍ମରଣ କରି ମନ ପରିବର୍ତ୍ତନ କର ଓ ଆଦ୍ୟ କର୍ମ ସବୁ କର। ନହେଲେ ଯେବେ ମନ ପରିବର୍ତ୍ତନ ନ କର, ତେବେ ଆମ୍ଭେ ଶୀଘ୍ର ତୁମ ନିକଟକୁ ଆସି ତୁମର ପ୍ରଦୀପ ସ୍ୱସ୍ଥାନରୁ ଘୁଞ୍ଚାଇ ଦେବୁ। ହେଲେ ତୁମର ଏହି ସଦ୍ଗୁଣ ଅଛି ଯେ ଆମ୍ଭେ ନିକଲେତୀୟ ମାନଙ୍କର ଯେଉଁ ସବୁ କର୍ମ ଘୃଣା କରୁ, ତୁମେ ମଧ୍ୟ ସେଇ ସବୁ ଘୃଣା କରୁଅଛ। ମଣ୍ଡଳୀକୁ ଆତ୍ମା କଣ କହନ୍ତି? ଯାହାର କର୍ଣ୍ଣ ଅଛି ସେ ତାହା ଶୁଣୁ। ଯେ ଜୟ କରେ ତାହାକୁ ଆମ୍ଭେ ଈଶ୍ୱରଙ୍କ ପାରଦେଶରେ ଥିବା ଜୀବନ ବୃକ୍ଷର ଫଳ ଖାଇବାକୁ ଦେବୁ। ପ୍ରଭୁ ଏହି ପଠିତ ବାକ୍ୟରେ ଶ୍ରବଣରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରଭୁଙ୍କର ସାର୍ ଟିକେ ଗୌରବ ହଉ। ସାର୍ ଟିକେ ମୁଁ କିଛି କହିବି, ସାର୍ ଟିକେ ହଁ, ପ୍ଲିଜ କୁହନ୍ତୁ। ଦୟାକରି ଯିଏ ବି ବାକ୍ୟ ପଢିବେ, ବାକ୍ୟ ଜଣେ ପଢୁଛି ମାନେ ଶୁଣିକି ଟିକେ ମାନେ ମ୍ୟୁଟ ଅନ୍ ଥିଲେ ଅଫ୍ କରିଦେବେ, କାହିଁକି ନା ଡିଷ୍ଟର୍ବ ହଉଛି। ଠିକ ଅଛି, ଠିକ ଅଛି, ବହୁତ ଧନ୍ୟବାଦ, ବହୁତ ଧନ୍ୟବାଦ। ତେବେ ଆମେ ଗତ ଦିନରେ ଆଲୋଚନା କରିଛୁ ଯେ ଯୀଶୁ এই ଏଫିସି ମଣ୍ଡଳୀର ଖ୍ୟାତି ବା ପ୍ରତିଷ୍ଠା ବିଷୟରେ, ତାଙ୍କର ରେପୁଟେସନ ବିଷୟରେ ପରୀକ୍ଷା କରିଛନ୍ତି ଆଉ ସେମାନଙ୍କର ସମସ୍ତ ବିଷୟକୁ ସେ ପ୍ରଶଂସା କରିଛନ୍ତି। କଣ କଣ ସେଇଟା? ନା ସେମାନଙ୍କର ସେବା, ସର୍ଭିସ, ସେମାନଙ୍କର ପୃଥକୀକୃତ ଜୀବନ, ସେପାରେସନ, ଆଉ ସେମାନଙ୍କର ମାନଦଣ୍ଡ ଅର୍ଥାତ ଷ୍ଟାଣ୍ଡାର୍ଡ ଟା କଣ, ସେ ବିଷୟରେ ପ୍ରଭୁ ସେମାନଙ୍କର ରେପୁଟେସନ ବିଷୟରେ, ପ୍ରତିଷ୍ଠା, ଖ୍ୟାତି ବିଷୟରେ ସେ ପ୍ରଶଂସା କରିଛନ୍ତି। ପରୀକ୍ଷା କରି ଦେଖିଲେ ଆଉ ସେ ପ୍ରଶଂସା କଲେ ଏବଂ ସେମାନଙ୍କର ଦୃଢ ବା ଅଟଳ ବିଷୟକୁ, ଷ୍ଟେଡଫାଷ୍ଟ ବିଷୟକୁ ସେ ଦେଖିଲେ। ସେମାନଙ୍କର ଯୋଉ ପ୍ରତିଷ୍ଠା ଅଛି ଅନ୍ୟମାନଙ୍କ ନିକଟରେ, ରେପୁଟେସନ ଅଛି, ଆଉ ସେଥିପାଇଁ ପ୍ରଭୁ ସେମାନଙ୍କ ପାଇଁ ପ୍ରଶଂସା କଲେ। ଭଲ କଥା। ଗୋଟେ ମଣ୍ଡଳୀରେ ଯଦି ସେବାର ମନୋଭାବ ଅଛି, ସେବାର ହୃଦୟ ଅଛି, ସେବାର ଜୀବନ ଅଛି, ତାହେଲେ ବହୁତ ବଢିଆ କଥା। ଯଦି ପୃଥକୀକୃତ ଜୀବନ ଅଛି ତାହେଲେ ବି ବହୁତ ବଢିଆ କଥା। ସେମାନଙ୍କର ଷ୍ଟାଣ୍ଡାର୍ଡ ଯଦି ଭଲ ଅଛି ତାହେଲେ ମଧ୍ୟ ବହୁତ ବଢିଆ କଥା। ଆଉ ସେମାନେ ଯଦି ଦୃଢ ଭାବରେ ଠିଆ ହେଇଛନ୍ତି ପ୍ରଭୁଙ୍କ ପାଇଁ, ଅଟଳ ଭାବରେ ଠିଆ ହେଇଛନ୍ତି, ତାହା ମଧ୍ୟ ବହୁତ ବଢିଆ ବିଷୟ। ଆଉ ପ୍ରଭୁ ଏଇ ମଣ୍ଡଳୀରେ ଏଇ ସମସ୍ତ ବିଷୟ ଦେଖିଲେ ଆଉ ସେମାନଙ୍କୁ ସେ ପ୍ରଶଂସା କଲେ। କିନ୍ତୁ ବର୍ତ୍ତମାନ 4 ପଦ ଆଜି ଆମେ ଆଲୋଚନା କରିବା ପାଇଁ ଯାଉଛୁ, ଯାହାକି ଯୀଶୁ ସେମାନଙ୍କର ବାସ୍ତବତାକୁ ପ୍ରକାଶ କଲେ। ଜିସସ୍ ଏକ୍ସପୋଜ ଦ ରିଏଲିଟି। ଯୀଶୁ ସେମାନଙ୍କର ବାସ୍ତବତାକୁ ପ୍ରକାଶ କରୁଛନ୍ତି। 4 ପଦରେ ଲେଖା ଅଛି, ଆପଣଙ୍କର ସ୍କ୍ରିନରେ ଦେଖାଯାଉଛି, ମୁଁ ପଢୁଛି। ତଥାପି ତୁମ୍ଭ ବିରୁଦ୍ଧରେ ଆମ୍ଭର ଏହି କଥା ଅଛି, ତୁମ୍ଭେ ଆପଣା ଆଦ୍ୟ ପ୍ରେମ ପରିତ୍ୟାଗ କରିଅଛ। ଯଦି ବା ତୁମର ସେବାର ମନୋଭାବ ଅଛି, ବଢିଆ କଥା। ଯଦି ବା ତୁମର ମାନଦଣ୍ଡ ଠିକ ଅଛି, ଯଦି ବା ତୁମର এই ସମସ୍ତ ବିଷୟ ଠିକ ଅଛି, କିନ୍ତୁ ତଥାପି ତୁମ୍ଭ ବିରୁଦ୍ଧରେ ଗୋଟେ କଥା ଅଛି। କଥାଟି କଣ? ନା ତୁମେ ଆପଣା ଆଦ୍ୟ ପ୍ରେମ ପରିତ୍ୟାଗ କରିଅଛ। କି ଦୁଃଖର କଥା ଏଟା। ସେମାନଙ୍କର ବିଷୟରେ ପ୍ରଭୁ ପ୍ରଶଂସା କରିବା ସମୟରେ ସେମାନଙ୍କର ବିଷୟରେ ମଧ୍ୟ ପ୍ରଭୁ ଗୋଟେ ଅଭିଯୋଗ ଆଣୁଛନ୍ତି, ଆଉ ସେ ଅଭିଯୋଗଟି ସେମାନେ ସେମାନଙ୍କର ଆଦ୍ୟ ପ୍ରେମକୁ ପରିତ୍ୟାଗ କରିଛନ୍ତି। ଯଦି କାହା ବିରୁଦ୍ଧରେ ଆମର ଯଦି କିଛି କଥା ଅଛି,
ଆମର ପଡିଶା ବିରୁଦ୍ଧରେ ଆମ ପରିବାର ବିରୁଦ୍ଧରେ ତାହେଲେ କିଛି ଅସୁବିଧା ନାହିଁ। କିମ୍ବା ମଣ୍ଡଳୀ ବିରୁଦ୍ଧରେ ଯଦି ଆମର କିଛି କଥା ଅଛି, ଆମର କଥା ଅଛି, ସେ ଭଲ ନାହିଁ, ଇଏ ଭଲ ନାହିଁ, ସେ ପାଷ୍ଟର ଭଲ ନାହିଁ, ସେ ଡିକନ ଭଲ ନାହିଁ, ସେ ପ୍ରଚାରକ ଭଲ ନାହିଁ ବୋଲି ଯଦି ଆମେ କହିବୁ, ସେଥିରେ ବି କିଛି ଅସୁବିଧା ନାହିଁ। ଏଇ ମଣ୍ଡଳୀ ଭଲ ନାହିଁ ବୋଲିକିରି ଆମେ ଯଦି କହିବୁ କିଛି ଅସୁବିଧା ନାହିଁ। କିମ୍ବା ମଣ୍ଡଳୀ କାହାକୁ ଅନ୍ତର କରୁଛି, ଆମ ଗଜପତିରେ ଗୋଟେ ଅନ୍ତର ବୋଲିକି ଅଛି, ଶାସନ ଅଛି। ମଣ୍ଡଳୀ ଯଦି କାହାକୁ ଶାସନ କରୁଛି କିମ୍ବା ଅନ୍ତର କରୁଛି କିମ୍ବା ଯାହା ବି ଗୋଟେ କରୁଛି, ତାହେଲେ ସେଥିରେ ବି କିଛି ଅସୁବିଧା ନାହିଁ। କିନ୍ତୁ ଯୀଶୁଙ୍କର ବିରୁଦ୍ଧରେ ଯଦି ଆମେ କିଛି କରିଛୁ ଏବଂ ପ୍ରଭୁ ଯୀଶୁ ଯଦି ଆମକୁ ଏଇ କଥା କହୁଛନ୍ତି ଯେ ତୁମ ବିରୁଦ୍ଧରେ ଆମର କିଛି କଥା ଅଛି, ତାହେଲେ ବହୁତ ବଡ କଥା। ଅନ୍ୟାନ୍ୟ ବିଷୟ କିଛି ଯାଏ ଆସେ ନାହିଁ, କିଛି ଅସୁବିଧା ନାହିଁ। କିନ୍ତୁ ଯୀଶୁ ଯଦି ସେ କହୁଛନ୍ତି ଯେ ତୁମ ବିରୁଦ୍ଧରେ ଆମର ଗୋଟେ କିଛି କଥା ଅଛି, ତାହେଲେ ତାହା ହଉଛି ଗୁରୁତ୍ୱପୂର୍ଣ୍ଣ ବିଷୟ, ଗୁରୁତର ବିଷୟ, ଆଉ ବଡ ସାଂଘାତିକ ବିଷୟ। ତେବେ ଏଇ ଏଫିସି ମଣ୍ଡଳୀରେ ପ୍ରଭୁ ଗୋଟେ କଥା ଦେଖୁଛନ୍ତି, ନା କଣ ସେଇଟା? ନା ତାହା ହଉଛି ଯୀଶୁ ନିରାଶ ହେଲେ। ଜିଜସ୍ ଡିସଆପଏଣ୍ଟମେଣ୍ଟ। ଯୀଶୁ ନିରାଶ ହଉଛନ୍ତି। ତୁମ୍ଭ ବିରୁଦ୍ଧରେ ଆମ୍ଭର ଏହି କଥା ଅଛି। ତାର ଅର୍ଥ ଯୀଶୁ ନିରାଶ ହେଇଛନ୍ତି। ନିରାଶ ହେଇକି ସେ ଏଇ କଥାଟି କହୁଛନ୍ତି। ଯଦି ବା ସେ ପ୍ରଥମେ ପ୍ରଶଂସା କଲେ, ସେମାନଙ୍କର ଖ୍ୟାତି ବିଷୟରେ ସେ ପ୍ରଶଂସା କଲେ, ସେ ଖୁସି ହେଲେ, କିନ୍ତୁ ସେମାନଙ୍କର ହୃଦୟରେ ଯୋଉ ସମସ୍ୟା ଅଛି, ସେମାନଙ୍କ ହୃଦୟରେ ଯୋଉ ସମସ୍ତ ବିଷୟ ଗୁଡିକ ଅଛି, ସେଥିପାଇଁ ଯୀଶୁ ନିରାଶ ହେଲେ। ଆମମାନଙ୍କର ଜାଗତିକ ଜୀବନରେ ବା ଯାହାକୁ ଲୋକମାନେ ଦେଖୁଛନ୍ତି, ଆମକୁ ଗୋଟେ ପ୍ରକାର ଦେଖୁଛନ୍ତି, କିନ୍ତୁ ଭିତରେ ଆଉ ଗୋଟେ ପ୍ରକାର ଅଛି। ତାହା ଅନ୍ୟ କେହି ନିରାଶ ହୁଅନ୍ତୁ ନ ହୁଅନ୍ତୁ, କିନ୍ତୁ ଯୀଶୁ ନିଶ୍ଚିତ ଭାବରେ ନିରାଶ ହେବା କଥା। ନିରାଶ ହେବେ ହିଁ ସେ। ଉପରେ ଗୋଟେ, ଭିତରେ ଗୋଟେକୁ ପ୍ରଭୁ ଭଲ ପାଆନ୍ତି ନାହିଁ। ଅନ୍ୟମାନେ ଆମକୁ ଭଲ ପାଇପାରନ୍ତି, ଆମକୁ ପ୍ରଶଂସା କରିପାରନ୍ତି, ସାମ୍ନାରେ ନ କହିଲେ ମଧ୍ୟ ଭିତରେ ଭିତରେ ଯଦି ବା କହିବେ, କିନ୍ତୁ ସାମ୍ନାରେ କହିବେ ଭଲ 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 ଭଲ। କିନ୍ତୁ ଯୀଶୁ ସେ ପ୍ରକାର ନୁହନ୍ତି। ସେ କହିବେ ଉପର କଥା ବି, ଆଉ ସେ ଭିତର କଥା ମଧ୍ୟ ସେ କହିବେ। ଆଉ ସେଥିପାଇଁ ପ୍ରଭୁ ଯୀଶୁ ଆମମାନଙ୍କର ଜୀବନର ସବୁ କଥା ଜାଣନ୍ତି, ଆମମାନଙ୍କର ହୃଦୟର କଥା ଜାଣନ୍ତି, ଆମମାନଙ୍କର ଚିନ୍ତାର କଥା ଜାଣନ୍ତି, ଆମମାନଙ୍କର କାର୍ଯ୍ୟକୁ ଜାଣନ୍ତି, ସବୁ ବିଷୟକୁ ସେ ଜାଣନ୍ତି। ଅର୍ଥାତ ଆମମାନଙ୍କର ଭିତର କଥା, ଆମମାନଙ୍କର ବାହାର କଥା, ସବୁ ବିଷୟ ସେ ଜାଣନ୍ତି। ଆମମାନଙ୍କର ହାତକୁ ଜାଣନ୍ତି, ଆମମାନଙ୍କର ହୃଦୟକୁ ଜାଣନ୍ତି, ଆମେ କଣ କରୁଛୁ ଜାଣନ୍ତି, ହୃଦୟ ଭିତରେ ଯାହା ଆମେ ଚିନ୍ତା କରୁଛୁ, ମନରେ ଯାହା ଚିନ୍ତା କରୁଛୁ, ତାହା ମଧ୍ୟ ସେ ଆମମାନଙ୍କୁ ଜାଣନ୍ତି। ଆମମାନଙ୍କର ତ୍ରୁଟି ବିଷୟକୁ ମଧ୍ୟ, ପାପର ବିଷୟକୁ ମଧ୍ୟ ସେ ଦେଖନ୍ତି, ଜାଣନ୍ତି। ଆଉ ତାଙ୍କର ସହଭାଗିତା ଯେ ପ୍ରକାର କୌଣସି ବାଧା ନ ଜନ୍ମେ, ଏଥିପାଇଁ ସେ ଅଭିଯୋଗ କରନ୍ତି, କୁହନ୍ତି, ଜଣେଇ ଦିଅନ୍ତି ଯେ ତୁମେ ଏଇଟା କରିଛ, ଏହା ତୁମର ଭୁଲ ହେଇଛି, ଏହା ତୁମେ ପାପ କରିଛ, ସେ ଜଣେଇ ଦିଅନ୍ତି। ଯୀଶୁ ଏଠି ନିରାଶ ହଉଛନ୍ତି, ନିରାଶ ହଉଛନ୍ତି। ପ୍ରିୟ ବନ୍ଧୁଗଣ, ଆମେ ମଧ୍ୟ ଯେତେବେଳେ ଆମମାନଙ୍କର ଜୀବନରେ ବିଭିନ୍ନ ପ୍ରକାର ଭୁଲ କରୁ, ବିଭିନ୍ନ ପ୍ରକାର ପାପ କରୁ, ଆଉ ସେତେବେଳେ ପ୍ରଭୁ ନିରାଶ ହୁଅନ୍ତି। ଆଉ ପ୍ରଭୁ ଚାହାନ୍ତି ଏଫିସିଓ ତାର 4 ଅଧ୍ୟାୟ 13 ପଦରେ, ଯେ ପଢିବା ଟିକେ। ଶେଷରେ ଯେପରି ଆମେମାନେ ସମସ୍ତେ ବିଶ୍ୱାସରେ ଓ ଈଶ୍ୱରଙ୍କ ପୁତ୍ର ବିଷୟକୁ ଜ୍ଞାନରେ ଏକତା ପ୍ରାପ୍ତ ହେଉ, ଅର୍ଥାତ୍ ଖ୍ରୀଷ୍ଟଙ୍କ ପୂର୍ଣ୍ଣତାର ପରିମାଣ ଅନୁସାରେ ପୂର୍ଣ୍ଣ ବୟସ୍କ ପୁରୁଷ ହେଉ। ପ୍ରଭୁ ଯୀଶୁ ଚାହାନ୍ତି ଯେ ଆମେ ପିଲା ପରି, ପିଲା ବୁଦ୍ଧି ହେଇକିରି ଆଉ ରହିବୁ ନାହିଁ, ମାତ୍ର ପୂର୍ଣ୍ଣ ବୟସ୍କ ହେବୁ। ଅନେକ ସମୟରେ କଣ ହଉଛି, ପିଲା ପରି, ପିଲାଙ୍କର ସ୍ୱଭାବ ଆମେ ଧାରଣ କରିଥିବାରୁ ପିଲା ପରି ହେଉଛୁ ଅନେକ ସମୟ। କିନ୍ତୁ ପ୍ରଭୁ ଚାହାନ୍ତି ନା ନା, ପିଲା ପରି ହେଇକିରି ଆମେ ରହିଯିବୁ ନାହିଁ।
आमने पूर्ण वयस्क हबु पिला परी रहिले आमनको समस्या आसीबो पिला परी हेइथिले असुविधा अछि पाप करिवार संभावना अछि प्रलोभन आसीबो आ सेतबेले से प्रलोभन रे पड़ी जीवो किंतु जदि आमने पूर्ण वयस्क हबु जानिबु कोटा ठीक अछि कोटा भूल अछि आमने से समस्त विषय को जानिबु जीशु एठी निराश होउछंती कारण से माने आगु को बढ़ी पारले नहीं जहाँ से माने आगुरु प्रभु को प्रेम करुथिले आउ सेही अनुଯାयी से माने आगु को ताहा धरी रखी पारले नहीं आगु को बढ़ी पारले नहीं प्रभु सेति पई निराश हेले द्वितीयटी होछि जीशु रोग निर्णय कले डायग्नोसिस वर्तमान सब सुविधा अछि जदि केही असुस्थ हैला सांगे सांगे जाइकी आमने डॉक्टर सहित परामर्श करबा द्वारा सांगे सांगे कौन ହେଇଛି ना पेटरे जंत्रणा होଉଛି कष्ट होଉଛି छाती जंत्रणा होଉଛି बेक पट टिके जंत्रणा होଉଛି मुंडरे टिके कष्ट लागुଛି सांगे सांगे ना एया करिवो एमआरआई करिवो सीटी स्कैन करिवो इत्यादि इत्यादि कथा सब सांगे सांगे लिखि दिया जाଉଛି एवं ब्लड टेस्ट करिवो जदि किछि ज्वर छाडु नाही ब्लड टेस्ट करिवा पई कुआ जाଉଛି रोग निर्णय सांगे सांगे रोग निर्णय कले प्रभु जीशु निराश हेले एवं द्वितीयटी होछि रोग निर्णय कले से रोगटी कौन ना आद्य प्रेम परित्याग करिछि एफिसियो मंडली तार प्रेम को से परित्याग करिछि आगुरु जी प्रकार से जीशु को प्रेम करुथिला प्रभु को भल पाउथिला प्रभुଙ୍କର सेवा करुथिला प्रभुଙ୍କର आराधना करुथिला प्रभुଙ୍କର गौरव करुथिला प्रभुଙ୍କ निमंते से व्यवहार होउथिला वर्तमान से प्रकार नुहे आगुरु से सेवा करुछि आगुरु से पृथकीकृत जीवन काटुछि आगुरु से तार मानदंड को ठीक रखिछि स्टैंडर्ड भाବରେ से अछि एवं तार प्रभुଙ୍କ ପାଇଁ दृढ़ भाବରେ से ठिया हेई परिछि अटल भाବରେ ठिया हेई परिछि वर्तमान नाय सेटा से परित्याग करिछि आगुरु जी प्रकार से प्रेम करुथिला वर्तमान से प्रकार प्रेम नुहे से आद्य प्रेम को परित्याग करिछि प्रभु देखिले संगे संगे डायग्नोसिस कले रोग निर्णय कले जे मंडली अर्थात एफिसियो मंडली तार आद्य प्रेम को परित्याग करि देछि या होछि रोग निर्णय रे बारी पड़ले संगे संगे देखा कि दुखर कथा जो मंडली प्रभु को प्रेम करुथिला सेवा करुथिला किंतु वर्तमान से मंडली आउ से प्रकार नुहे से तार आद्य प्रेम को परित्याग कर देछि तार वर्तमान तार प्रेम शीतल हो जाइछि अर्थात प्रथम पीढ़ी लोक माने जो माने प्रभु जीशु को विश्वास करथिले प्रभु जीशु को ग्रहण करथिले आ से सुसमाचार प्रचार कले से प्रभुଙ୍କର सेवा कले से मानदंड को से ठीक भाव में रखी पारले प्रभुଙ୍କ निमंते से व्यवहार ही पारले प्रभु को से प्रेम करि पारले किंतु वर्तमान आउ गोटे पीढ़ी आसी पहुंची आउ से लोक माने वर्तमान से प्रभु को से प्रकार प्रेम करूना सेमानकर प्रेम टिके शीतल हो जाइछि कि प्रकार पाउल सेमानकर विषय रे वर्णना करती मो से कथा को जाउछि एफिसियो तार 3 अध्याय 18 पद ए मंडल लोक मानकर जीवन धारावाहिक हो जाइछि एवं सेमानकर प्रेम शीतल पड़ जाइछि आ सेतबेले पाउल सेमानक पई गोटे कथा लिखुछंती जेपरि तुम्भे माने प्रेम रे बधमूल ओ दृढ़ रूपे स्थापित होई बोधर अगम्य जे ख्रीष्टଙ୍କ प्रेम ताहा ज्ञात हुओ एवं समस्त साधुଙ୍କ सहित ସେଥିର ଦୈର୍ଘ୍ୟ ଓ ପ୍ରସ୍ଥ ଉଚ୍ଚତା ଓ ଗଭୀରତା ବୁଝିବାକୁ ଶକ୍ତି ପ୍ରାପ୍ତ ହୁଅ। बहुत धन्यवाद मो रेफरेंस न कहले मते हमर जानि पकोछन्ते हम पिला माने है बहुत धन्यवाद बहुत बढ़िया मु एबे वर्तमान करन्त्य गुटे की जीवी तापरे एफिसी को जीवा करन्त्य प्रथम करन्त्य 13 अध्याय 1 3 पद रे देखंतु मु गोटे गोटे वीडियो कोन गोटे गोटे छवि रखिछि गोटे दूतर छवि अछि गोटे भाववादी रो छवि अछि आ गोटे वाक्य रो छवि गोटे अछि आ गोटे पर्वत अछि
ଆଉ ଗୋଟେ ଖାନା ଦିଆଯାଉଛି, ଖାଦ୍ୟ ଦିଆଯାଉଛି, ଆଉ ଗୋଟେ ନିଆଁ ଗୋଟେ ଅଛି। ହଁ, ସେଇଠି ବଢିଆ କଥା ଗୁଡିକ ଲେଖା ଅଛି। ନା କଣ? ଯଦି ଜଣେ ମନୁଷ୍ୟ ମାନଙ୍କର ଭାଷାରେ ଏବଂ ଦୂତ ମାନଙ୍କର ଭାଷାରେ କଥା ହଉଛି, ଆଉ ଜଣେ ଭାବବାଣୀ କହିବାର ଶକ୍ତି ତାର ଅଛି, ଭାବବାଣୀ ସେ କହୁଛି, ଯାହା କହୁଛି ସବୁ ଠିକ ଅଛି, ଏବଂ ଆଉ ଜଣେ ନିଗୁଡ ତତ୍ଵ ଜ୍ଞାନରେ ପାରଦର୍ଶୀ, ନିଗୁଡ ବିଷୟ ଗୁଡିକ ବଢିଆ କରିକି ସେ କହୁଛନ୍ତି, ବହୁତ ଭଲ ବିଷୟ, ଏବଂ ଜ୍ଞାନରେ ପରିପୂର୍ଣ୍ଣ ଲୋକ, ବହୁତ ବଢିଆ। ଏବଂ ଆଉ ଜଣେ ପର୍ବତକୁ ସ୍ଥାନାନ୍ତର କରିବା ପାଇଁ ସେଇ ଲୋକ ହେଇପାରେ, ଆଉ ସ୍ଥାନାନ୍ତର କରି ଏଇ ପର୍ବତ ଚାଲ ଘୁଞ୍ଚି ଯାଉଛି। ଆଉ ଜଣେ ଲୋକ ବା ସେଇ ଲୋକ ସେ ଖାନା ଦଉଛି, ପୁରା ଖାଦ୍ୟ ସମସ୍ତଙ୍କୁ, ଦରିଦ୍ର ମାନଙ୍କୁ ତାର ଖାଦ୍ୟ ସବୁ ବାଣ୍ଟୁଛି, ତାର ଯାହା ତାର ଘରେ ଅଛି ସବୁକୁ ସେ ଦେଇ ଦଉଛି, ସର୍ବସ୍ୱ ସେ ଦେଇ ଦଉଛି, ଏବଂ ସେ ତାର ଶରୀରକୁ ଦଗ୍ଧ କରିବା ପାଇଁ ସମର୍ପଣ କରିଦଉଛି, ନିଆଁରେ ଲଗେଇଦବା ପାଇଁ ସମର୍ପଣ କରିଦଉଛି, ନିଜର ଶରୀରକୁ ସେ ଦେଇ ଦଉଛି। 13 ଅଧ୍ୟାୟ ଯଦି କଣ ମୁଁ ଲେଖା ହେଇଛି? ମନୁଷ୍ୟ ମାନଙ୍କ ଓ ଦୂତ ମାନଙ୍କ ଭାଷାରେ କଥା କହେ, କିନ୍ତୁ ହୁଁ ମୋହର ପ୍ରେମ ନଥାଏ, ତେବେ ମୁଁ ଠନ୍ ଶବ୍ଦ କାରକ, ପିତଳ ଘଣ୍ଟା କିମ୍ବା ଝମଝମ ଶବ୍ଦ କରତାଳ ସ୍ୱରୂପ ହୋଇଅଛି। ଆଉ ଯଦି ହଁ, ବହୁତ ମୋହର ଧନ୍ୟବାଦ, ଭାବବାଣୀ ସେତିକି ଥାଉ। ଏ ସବୁ ଥାଇ ଯଦି ପ୍ରେମ ନାହିଁ, ତାହେଲେ କିଛି ଲାଭ ନାହିଁ। ଡାଙ୍ଗ 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 ଡାଙ୍ଗ, ଝୁମ 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 ଝୁମ, କିଛି ନାହିଁ। ସବୁ ଅଛି, ଦୂତ ମାନଙ୍କର ଭାଷାରେ ବି, ମନୁଷ୍ୟ ମାନଙ୍କ ଭାଷାରେ ବି, ଭାବବାଣୀ ବି, ଜ୍ଞାନ ଅଛି, ନିଗୁଡ ତତ୍ଵ ବିଷୟ ପ୍ରକାଶ କରିପାରୁଛି, ପର୍ବତକୁ ଘୁଞ୍ଚେଇ ଦଉଛି, ଲୋକମାନଙ୍କୁ ଖାନା ଦେଇ ପାରୁଛି, ଏବଂ ନିଜର ଶରୀରକୁ ଦଗ୍ଧ ହେବା ପାଇଁ ସମର୍ପଣ କରିଦଉଛି। କିନ୍ତୁ ଯଦି ପ୍ରେମ ନାହିଁ, କିଛି ନାହିଁ। ଏ ମଣ୍ଡଳୀରେ ସେଇ ପ୍ରକାର ବିଷୟ ଦେଖା ଦେଇଛି ଯେ ସେମାନେ ସେମାନଙ୍କର ପ୍ରେମକୁ ପରିତ୍ୟାଗ କରିଦେଇଛନ୍ତି, ସେମାନଙ୍କ ପାଖରେ ପ୍ରେମ ନାହିଁ। ଯଦି ବା ସେମାନେ ସେବା କରୁଛନ୍ତି, ଠିକ ଅଛି, ଯଦି ବା ମାନଦଣ୍ଡ ଅଛି, ଠିକ ଅଛି, ଯଦି ବା ସେମାନେ ପ୍ରଭୁଙ୍କ ପାଇଁ ଅଟଳ ଭାବରେ ଠିଆ ହେଇଛନ୍ତି, ଠିକ ଅଛି, କିନ୍ତୁ ପ୍ରେମ ନଥିବାରୁ ସବୁ ଜିରୋ। ପ୍ରିୟ ବନ୍ଧୁଗଣ, ପ୍ରଭୁ ଆମମାନଙ୍କୁ ଦୟା କରନ୍ତୁ। ଏଫେସୀୟ ମଣ୍ଡଳୀକୁ ପ୍ରେରିତ ପାଉଲ ସେ ପ୍ରକାଶ କରନ୍ତି, ଲେଖନ୍ତି, ଆଉ କୁହନ୍ତି ଯେ ସେମାନଙ୍କର ଖ୍ରୀଷ୍ଟଙ୍କର ବିଷୟରେ ଆମେ ପଢୁଥିଲୁ, ପ୍ରଭୁଙ୍କର ଦାସୀ ସେ ପଢୁଥିଲେ କେମିତି ସେମାନେ ପ୍ରଭୁଙ୍କର ପ୍ରେମରେ, ସେମାନଙ୍କର ଦୈର୍ଘ୍ୟ, ଯୀଶୁଙ୍କର ସେ ପ୍ରେମର ପ୍ରସ୍ତ, ଉଚ୍ଚତା ଏବଂ ଗଭୀରତା ଯେ ପ୍ରକାର ସେମାନେ ବୁଝିପାରିବେ, ଯେ ପ୍ରକାର ସେମାନେ ଜାଣିପାରିବେ, ଏଥିପାଇଁ ପାଉଲ ଏଫେସୀୟ ମଣ୍ଡଳୀକୁ ସେ ଚିଠି ଲେଖନ୍ତି। ଯୀଶୁ ସେମାନଙ୍କୁ କହିବା ପୂର୍ବରୁ, ସେମାନଙ୍କ ପାଖକୁ ଯୋହନଙ୍କ ମାଧ୍ୟମରେ ଚିଠି ଲେଖିବା ପୂର୍ବରୁ, ସେମାନେ ପ୍ରେମରେ, ପ୍ରଭୁ ଯୀଶୁଙ୍କର ପ୍ରେମର ପ୍ରସ୍ତ, ଦୈର୍ଘ୍ୟ, ଗଭୀରତା, ଉଚ୍ଚତା ବିଷୟରେ ସେମାନେ ଯେମିତି ଜାଣିବେ, ଏଥିପାଇଁ ପାଉଲ ସେମାନଙ୍କୁ ଆଗରୁ ଲେଖିଛନ୍ତି। ଆଉ ସେମାନେ ମଧ୍ୟ ପ୍ରଭୁଙ୍କ ପ୍ରେମରେ ବଦ୍ଧମୂଳ ହେଇକିରି ଥିଲେ। କିନ୍ତୁ ଯେତେବେଳେ ବର୍ତ୍ତମାନ ପ୍ରଭୁ ଯୀଶୁ ସେମାନଙ୍କ ପାଖକୁ ଚିଠି ଲେଖୁଛନ୍ତି, ଆଉ ସେତେବେଳେ ସେମାନେ ସବୁକୁ ପରିତ୍ୟାଗ କରିଦେଇଛନ୍ତି। ଏଣୁ ପ୍ରଭୁ ଯୀଶୁ ସେମାନଙ୍କ ପାଖକୁ ଏଇ କଥାଟି ଲେଖିଛନ୍ତି। ଗୋଟେ ଗୀତ ଅଛି, ଯୀଶୁଙ୍କ ପ୍ରେମ ଜାଣିବା, ତାଙ୍କ ପ୍ରଶଂସା କରିବା, ତାଙ୍କରି କଥା ମାନିବା, ତେବେ ଅନନ୍ତ ଜୀବନ ପାଇବା, ତେବେ ଅନନ୍ତ ଜୀବନ ପାଇବା। ଆମେ ଯୀଶୁଙ୍କ ପ୍ରେମ ଜାଣିବା ଦ୍ୱାରା, ତାଙ୍କର ପ୍ରଶଂସା କରିବା ଦ୍ୱାରା, ତାଙ୍କର କଥା ମାନିବା ଦ୍ୱାରା, ତାଙ୍କର ନିକଟବର୍ତ୍ତୀ ହେବା ଦ୍ୱାରା, ତାଙ୍କୁ ବିଶ୍ୱାସ କରିବା ଦ୍ୱାରା ଆମେ ଅନନ୍ତ ଜୀବନ ପାଇପାରିବୁ। ତାଙ୍କୁ ସ୍ୱୀକାର କରିବା ଦ୍ୱାରା
परित्राण पाई पारिबु यीशुंकर प्रेम को जदि आमे जानिनु तांको आमे ग्रहण करि पारिबु नाही यीशुंकर से प्रेम को जदि आमे परित्याग करिछु ताले आमे आगु को बढ़ी पारिबु नाही हाँ ऊपर देखि पारिबु मु प्रभु को जानिछि चिन्हिछि गीत गाई पारु बाइबल पढ़ी पारु प्रचार करि पारु पालक हेई पारु प्रचारक हेई पारु जहाँ भी हेई पारु किंतु किछि लाभ नाही से भितर किछि नथिबो जेमती गोटे गीत अछि ऊपर मने देउछु भाई मुंड हलाई खाली ऊपर खाली मुंड हलाई दउछु टू टू किंतु भितर किछि नथिबो प्रभु आमन को दया करंतु गोटे ख्रिस्टियन जीवन होछि प्रभु जीशुंकर सहित तांकर संपर्क रे चालिबा अटे ख्रिस्टंकर प्रेमर संपर्कर जीवन अटे परित्राण पाइबा लोक माने जीशुंकर प्रेम रे जीवन यापन करंती परित्राण पाइबा लोक माने ख्रिस्टंकर सहित प्रेम रे बढ़ंती परित्राण पाइबा लोक माने जीशुंक नाम रे कार्य करुथिबा लोक माने प्रेम रे कार्य करंती सेमानकर कौनसी विषय डैश 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 प्रभु आमन को दया करंतु आमनकर गीत गाइबा द्वारा आमनकर दान देवा द्वारा आमनकर शिक्षा देवा द्वारा आमनकर प्रचार करबा द्वारा आमनकर साक्षी हेबा द्वारा आमनकर साक्ष्य देवा द्वारा कौनसी विषय नुहे मात्र प्रेम रे चालिबु जदि मु या करूचे सेया करूचे सेया करूचे सेया करूची किंतु प्रेम नाही ताले किछि नाही प्रिय बंधुगण प्रभु आमन को दया करंतु प्रभु आमन को साहाय्य करंतु जीशु को प्रेम करिवार अर्थ होछि निजर परिवार को प्रेम करिवा जीशु को प्रेम करिवार अर्थ होछि निजर लोकमान को मंडल लोकमान को प्रेम करिवा जीशु को प्रेम करिवार अर्थ होछि आमे हमर बापा माँ भाई भौणी ज्ञाति कुटुंब को आमने प्रेम करिवा जीशु को प्रेम करिवार अर्थ होछि जे मते भल पाउ नाही मते जे घृणा करूछि ताकू मते प्रेम करिवि जीशु को प्रेम करिवार अर्थ होछि प्रकार आमनकर जीवन रे कि प्रकार आमे केमते प्रेम करूछु आमर प्रेम होछि एमती निजर स्त्री को छाड़ी देइकरी आद्य प्रेम से परित्याग करिछि एफिसी मंडली तार आद्य प्रेम को से परित्याग करिछि इस्राएल मध्य से प्रकार ईश्वरंकर प्रेम को से भूली जाइथिला जिरिमिया 2:2 जी कल 16:8-15 ईश्वरंकर प्रति जो प्रेम से भूली जाइछि परित्याग करिछि ठीक से प्रकार एफिसी मंडली जीशुंक प्रति अपना आद्य प्रेम से परित्याग कर देइछि ए आद्य प्रेमटी कोन ना एटा होछि स्वतंत्र स्पेशल स्पेशल प्रेम अर्थात तार सेवा करिबा प्रभुंकर प्रचार करिबा तार प्रभु को निजर हृदय निजर मन निजर प्राण निजर शक्ति दे प्रभु को प्रेम करिबा यह स्वतंत्र यह भाव प्रवणता यह हृदय को स्पर्श करुथला यह आत्मा को रोमांच करुथला हाँ प्रभु को पाई मु कार्य करिबी परिश्रम करुथला किंतु वर्तमान से भूली जाइछि आद्य प्रेम को से भूली जाइछि अर्थात तार आद्य प्रेमटी ठंडा ही जाइछि जेमती से प्रभु को प्रेम करुथला वर्तमान आउ नाही ठंडा ही जाइछि शुष्क ही जाइछि सुखी जाइछि पूरा आउ तार प्रेमटी मरी जाइछि प्रिय बंधुगण आज कौन आम मंडली प्रभु जीशु को प्रेम करुछि व्यक्तिगत भाव रे मु कौन प्रभु जीशु को प्रेम करुछि प्रभु जीशु कहले
ମୁଁ ଯେ ପ୍ରକାର ତୁମମାନଙ୍କୁ ପ୍ରେମ କରୁଅଛି ସେ ପ୍ରକାର ତୁମେ ମାନେ ପରସ୍ପରକୁ ପ୍ରେମ କର। ଆମମାନଙ୍କ ପାଇଁ ପ୍ରଭୁଙ୍କର ଆହ୍ୱାନ ଯେ ଆମେ କେମିତି ପ୍ରେମ କରୁଛୁ। ପ୍ରଭୁ ଆମମାନଙ୍କୁ ଦୟା କରନ୍ତୁ। ଖ୍ରୀଷ୍ଟୀୟ ଜୀବନରେ ପ୍ରେମର ମହତ୍ଵ ମାଥ୍ୟୁ ତାର 10 ଅଧ୍ୟାୟ 37 ଏବଂ 38 ପଦ, ଯୌନ ତାର 8 ଅଧ୍ୟାୟ 42 ପଦ, ଯୌନ 14 ଅଧ୍ୟାୟ 21 ପଦ, ଯୌନ 14 ଅଧ୍ୟାୟ 23 ପଦ। ଯେଉଁମାନେ ପ୍ରକୃତ ଖ୍ରୀଷ୍ଟିଆନ ସେମାନେ ପ୍ରଭୁ ଯୀଶୁଙ୍କୁ ପ୍ରେମ କରନ୍ତି, ଅନ୍ୟମାନଙ୍କୁ ମଧ୍ୟ ପ୍ରେମ କରନ୍ତି। ପ୍ରଭୁ ଆମମାନଙ୍କୁ ଦୟା କରନ୍ତୁ ଆଉ ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ମୋର ସମୟ ହେଇଗଲା। ଯେ ପ୍ରେମ କରେ ନାହିଁ ସେ ହେଉଛି ଶାପଗ୍ରସ୍ତ। ପ୍ରଥମ କରନ୍ତୀୟ ତାର 16 ଅଧ୍ୟାୟ 22 ପଦ। ବିଶ୍ୱାସୀ ଯୀଶୁଙ୍କର ସମ୍ପର୍କ ଉପରେ ସ୍ଥାପିତ। ବିଶ୍ୱାସୀ ଏବଂ ଯୀଶୁଙ୍କର ସମ୍ପର୍କ ହେଉଛି ପ୍ରେମ। ପ୍ରଭୁ ଆମମାନଙ୍କୁ ଦୟା କରନ୍ତୁ। ଆମେ ଆଲୋଚନା କରିଥିଲୁ ଯେ ତାର ରେପୁଟେସନ ବିଷୟରେ। ଆଉ ସେ ରେପୁଟେସନ ଟା କଣ, ଖ୍ୟାତି କଣ, ପ୍ରତିଷ୍ଠା କଣ ନା ସେଟା ହେଉଛି ସେବା, ପୃଥକୀକୃତ ମାନଦଣ୍ଡ ଏବଂ ଦୃଢ ବା ଅଟଳ ବିଷୟ। ଏବଂ ପ୍ରଭୁ ଯୀଶୁ ସେଇ ମଣ୍ଡଳୀ ବିଷୟରେ ଏକ୍ସପୋଜ କଲେ ନା କଣ, ବାସ୍ତବତାକୁ, ରିଏଲିଟିକୁ ସେ ପ୍ରକାଶ କଲେ। ତାହା ହେଉଛି ନା କଣ, ସେ ଯୀଶୁ ଡିସଆପଏଣ୍ଟମେଣ୍ଟ ହେଲେ, ପ୍ରଥମଟି ନିରାଶ ହେଇଗଲେ ଏବଂ ଦ୍ୱିତୀୟଟି ହେଉଛି ସେ ରୋଗ ନିର୍ଣ୍ଣୟ କଲେ, ଡାଇଗ୍ନୋସିସ୍ କଲେ ଯେ ସେମାନେ ସେମାନଙ୍କର ଆଦ୍ୟ ପ୍ରେମକୁ ପରିତ୍ୟାଗ କରିଦେଇଛନ୍ତି। ମୁଁ ସର୍ଟକଟ ରେ କହିଦଉଛି 3 ନମ୍ବରଟି, ଜିଜସ୍ ଏକ୍ସପ୍ଲେନ ଦ ରେମେଡି। ଯୀଶୁ ପ୍ରତିକାର ବର୍ଣ୍ଣନା କଲେ। ପ୍ରତିକାର କେମିତି ହେଲେ ଠିକ ହେଇପାରିବ। ଏ ରୋଗ ତ ନିର୍ଣ୍ଣୟ ହେଇଗଲା, ଦେଖାଗଲା, ଡାଇଗ୍ନୋସିସ୍ କରାଗଲା, ହେଲେ ଭଲ କେମିତି ହେଇପାରିବ। ଭଲଟା ହଉଛି 5 ପଦ ଲେଖା ଅଛି, ଏଣୁ କେଉଁଠାରୁ ତୁମ୍ଭର ପତନ ହୋଇଅଛି ତାହା ସ୍ମରଣ କରି ମନ ପରିବର୍ତ୍ତନ କର ଓ ଆଦ୍ୟ କର୍ମ ସବୁ କର, ନହେଲେ ଯେବେ ନ କର ତେବେ ଆମ୍ଭେ ତୁମ୍ଭ ନିକଟକୁ ଆସି ତୁମ୍ଭର ପ୍ରଦୀପ ସ୍ୱସ୍ଥାନରୁ ଘୁଞ୍ଚାଇ ଦେବୁ। ପ୍ରତିକାର ବର୍ଣ୍ଣନା କରାଗଲା। ପ୍ରତିକାର ଯେ ତୁମେ ଯଦି ଏହା କର, ଏହା କର, ଏହା କର, କଣ କଣ କର ନା ପ୍ରଥମଟି ହେଉଛି ସ୍ମରଣ କର, ରିମେମ୍ବର। ମନ ପରିବର୍ତ୍ତନ କର, ରିପେଣ୍ଟିଂ। ପୁନରାବୃତ୍ତି କର, ରିପିଟିଂ। ଏବଂ ବାହାର କରିଦିଅ, ରିମୁଭିଂ, ରିମୁଭ କରିଦିଅ। ରିମେମ୍ବର ସ୍ମରଣ କର, ରିପେଣ୍ଟିଂ ମନ ପରିବର୍ତ୍ତନ କର, ରିପିଟିଂ ପୁନରାବୃତ୍ତି କର, ଆଉ ଥରେ ସେଟା କର, ତୁମେ ଯାହା କରୁଥିଲ ତାହା କର। ଏବଂ ରିମୁଭ କରିଦିଅ ଯାହା ତୁମ ଭିତରେ ଅଛି, ଅଳିଆ ବିଷୟ ସବୁ ଅଛି, ସେଟା ତୁମକୁ ବାହାର କରିବାକୁ ପଡିବ, ନହେଲେ ତୁମକୁ ବାହାର କରିଦିଆଯିବ। ଯା ଡକ୍ଟର ପାଖକୁ ଗଲେ ଏହା କରିବ, ସେୟା କରିବ, ସେୟା କରିବ, ସେୟା କରିବ ବୋଲିକି ଗୋଟେ ଚିଠା ଧରେଇ ଦିଅନ୍ତି, ଏହା ଖାଇବୁ, ଏହା ଖାଇବୁ ନାହିଁ, ଚାଲିବାକୁ ପଡିବ ସକାଳେ ଉଠିକି। ତ ସେଇ ପ୍ରକାର ପ୍ରଭୁ ଯୀଶୁ ମଣ୍ଡଳୀକୁ ଗୋଟେ ଚିଠା ଧରେଇ ଦେଲେ ଯେ ତୁମକୁ ଏହା କରିବାକୁ ପଡିବ, ନହେଲେ ତୁମକୁ ବାହାର କରାଯିବ, ରିମୁଭ କରାଯିବ। ପ୍ରଭୁ ଆମମାନଙ୍କୁ ଦୟା କରନ୍ତୁ, ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଆମମାନଙ୍କର ମଣ୍ଡଳୀରେ, ଆମମାନଙ୍କର ବ୍ୟକ୍ତିଗତ ଜୀବନରେ ଯଦି ଏ ପ୍ରକାର ବିଷୟ ଗୁଡିକ ଅଛି ତାହେଲେ ଆମକୁ କରିବାକୁ ପଡିବ, ଛାଡିବାକୁ ପଡିବ। ଆମେ ମୁଁ ଟିକେ ଆକୁ ସ୍କିପ୍ କରୁଛି, ଶୀଘ୍ର ଶୀଘ୍ର ଚାଲିଯିବି, ଆକୁ ଶେଷ କରିବା। ପ୍ରଥମ ପିଢିର ଲୋକମାନେ ଯୀଶୁଙ୍କୁ ପ୍ରେମ କରୁଥିଲେ, ସେବା କରୁଥିଲେ, ପରିଶ୍ରମ କରୁଥିଲେ, ଧୈର୍ଯ୍ୟ ଧରୁଥିଲେ ଆଉ ପ୍ରଭୁଙ୍କ ପାଇଁ ଠିଆ ହେଇଥିଲେ। ଆଉ କିନ୍ତୁ ବର୍ତ୍ତମାନ ମଣ୍ଡଳୀ ସେ ପ୍ରକାର କରୁନାହାନ୍ତି। ସେଥିପାଇଁ ସେମାନଙ୍କର ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବା ପାଇଁ, ପ୍ରଭୁଙ୍କ ନିକଟକୁ ଫେରି ଆସିବା ପାଇଁ ପ୍ରଭୁ ସେମାନଙ୍କୁ ଜଣେଇ ଦିଅନ୍ତି, ତୁମେ ଆଦ୍ୟ କର୍ମ ସବୁ କର, ପୁନରାବୃତ୍ତି କର ବୋଲି ସେମାନଙ୍କୁ ପ୍ରଭୁ ଜଣେଇ ଦିଅନ୍ତି। ପ୍ରଭୁ ଯୀଶୁ ସେମାନଙ୍କୁ ପ୍ରେମ କରୁଥିବାରୁ ସେମାନଙ୍କୁ ଏଇ କଥାଟି ଜଣେଇ ଦିଅନ୍ତି।
प्रतिकार वर्णना करती। एवं चतुर्थ विषय जीशु सेमानकर पुरस्कार विषय रे वर्णना करुछन। रिवार्ड अछि, तुमरो रेपुटेशन विषय में जानिछु ठीक अछि, तापर रियलिटी विषय को मते जणै देले, तापर रेमेडी हैं, तापर होछि वर्तमान रिवार्ड, शेषरे पुरस्कार अछि। तुमे जदि या करिबो ताहले तुम पाई पुरस्कार अछि। पुरस्कार को से वर्णना कले, जे जय करे आम्भे ताहाको ईश्वरको पारदर्शରେ थिबा जीवन वृक्षर फल खाइबाकू देबू। एटा होछि रिवार्ड, एटा होछि पुरस्कार। पुरस्कार देबा पाई से चाहंती, तांकर लोकमाने पुरस्कार पांतु यह से चाहती। अर्थात से संशोधन कले एवं परवर्ती समय से सांत्वनार कथा मध्य कहले जे तुमे जदि परिवर्तन हो, तुमे जदि आद्य कर्म सब करिवो ताले तुम पाए पुरस्कार मौजूद अछि, अवेलेबल। द रिवार्ड इज अवेलेबल, पुरस्कार मौजूद अछि तुम पाए। प्रथम जौन 5 तार 4 पद, प्रथम जौन 5 1 पद एवं 5 पद आको हम पढ़ु नहीं, टाइम नहीं। अवेलेबल अच्छी द्वितीयटी होछि अमेजिंग, वाव, यह अद्भुत अटे। ये पुरस्कार टी अद्भुत अटे, कि बढ़िया पुरस्कार एटा। तांकर लोक माने ये अद्भुत विषय पाइबा पई जाउछंती। गालातिय तार 5 अध्याय 22-23 पदरे प्रभु हमनको गोटे फल देइछंती। आमे से फल रे अर्थात पवित्र आत्मांकर फल रे हमनको वृद्धि पाइबा को हबो। आदि तार 2 अध्याय 9 पद, प्रकाशित तार 22 अध्याय 19 पद कौन लेखा अछि ना जीवन वृक्षर फल खाइबाकू देबू बोली कह जाइछि। आ ताहा से आमनको देबे, जाकि अमेजिंग अद्भुतपूर्ण विषय। प्रभु आम मान को अनुग्रह कले, प्रभु मन को दया कले। आसंता सप्ताह रे आमने स्वर्ण मंडली विषय रे आलोचना करिबा। प्रभु आम समस्त को आशीर्वाद करंतु। बहुत बहुत धन्यवाद समस्त को, नमस्कार। प्रभुंकर मत नाम धन्यवाद हो। प्रभुଙ୍କ ଦାସ ଆଜି ଅତି ସୁନ୍ଦର ଭାବରେ ଆମମାନଙ୍କୁ ଶିକ୍ଷା ଦେଲେ। ଏଫେସିୟ ମଣ୍ଡଳୀ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ କହିଅଛନ୍ତି। ମୁଁ ତାହା ରିପିଟ୍ କରିବି ନାହିଁ, ଯଦି ରିପିଟ୍ କରେ ତାହେଲେ ଦୁଇଟି ମେସେଜ ହେଇଯିବ। ଆମକୁ ଗୋଟିଏ ମେସେଜ ଏନଫ୍, ଗୋଟିଏ ଶିକ୍ଷା ଏନଫ୍, ଯାହାକି ଆମେ ଶିଖିଲୁ ପ୍ରଭୁଙ୍କ ଦାସଙ୍କ ଠାରୁ। ଆସନ୍ତୁ ଏକ ଉଚ୍ଚ କରତାଳ ଦେଇ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସହିତ ପ୍ରଭୁଙ୍କ ଦାସଙ୍କୁ ଆମେ ଧନ୍ୟବାଦ ଦେବା। ଆଉ এই ସମୟରେ ମୁଁ ଅନୁରୋଧ କରୁଛି ଆମେ ପ୍ରାର୍ଥନା କରିବା। ଆଉ ଯୋଉ ବାକ୍ୟ ଆମେ ଶ୍ରବଣ କରିଛୁ, ଆଉ ଉକ୍ତ ବାକ୍ୟକୁ ଯେପରି ହୃଦୟରେ ସଞ୍ଚୟ କରି ରଖିବା, ବାକ୍ୟ ଅନୁସାରେ ଚାଲିବା, ସେଥି ନିମନ୍ତେ ପ୍ରାର୍ଥନା କରିବା। ଆଉ ତା ସହିତ ଜୁମ୍ ରେ ଉପସ୍ଥିତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କ ପାଇଁ, ପ୍ରତ୍ୟେକ ପରିବାର ପାଇଁ ମଧ୍ୟ ପ୍ରାର୍ଥନା କରିବା। ଏହି ଦିନ ମାନଙ୍କରେ ଆମେ ପ୍ରସ୍ତୁତିର ସହିତ ଜୀବନ ଯାପନ କାଟିବା ନିହାତି ଦରକାର। କେତେବେଳେ ଯେ ରେପଚର ହେଇଯିବ ଆମେ ତାକୁ ଜାଣି ନାହୁଁ କି କହିପାରିବା ନାହିଁ। ସବୁବେଳେ ଯଦି ପ୍ରସ୍ତୁତରେ ଥିବା ତାହେଲେ ଆମେ ରେପଚର ସମୟରେ ଊର୍ଦ୍ଧ୍ୱକୁନିତ ହେଇପାରିବା। ଏହି ସମୟରେ ମୁଁ ଅନୁରୋଧ କରୁଛି ଆମମାନଙ୍କ ମଧ୍ୟରେ ପ୍ରଭୁଙ୍କ ଦାସ ଆଉ ରେଭରେଣ୍ଡ S.J. ସମୀର ଜେନା ସାର୍ ଅଛନ୍ତି। ଆଉ ସେ ପ୍ରାର୍ଥନା କରିବେ ବକ୍ତାଙ୍କ ନିମନ୍ତେ, ଆଜି ଉପାସନାରେ ଥିବା ଉପସ୍ଥିତ ପ୍ରତ୍ୟେକଙ୍କ ନିମନ୍ତେ ପ୍ରାର୍ଥନାରେ ସ୍ମରଣ କରିବେ। ଆଉ ଜେନା ଆଜ୍ଞାଙ୍କର, ସମୀର ଜେନା ଆଜ୍ଞାଙ୍କର ପ୍ରାର୍ଥନା ସରିଲା ପରେ ଆମମାନଙ୍କ ମଧ୍ୟରେ ପ୍ରଭୁଙ୍କ ଦାସ ରେଭରେଣ୍ଡ ଆଉ ଜେମ୍ସ ରାୟ ଜେନା ସାର୍ ଅଛନ୍ତି। ଆଉ ପ୍ରଭୁଙ୍କ ଦାସ ଆଦର୍ଶ ପ୍ରାର୍ଥନା ଏବଂ ଆଶୀର୍ବାଦର ପ୍ରାର୍ଥନା କରିବେ। ତାପରେ ଆଜିର ଉପାସନାକୁ ଆମେ ଶେଷ କରିବା। over to ସମୀର ଜେନା ସାର୍। ସମସ୍ତ ନମସ୍କାର। ଆସୁ ପ୍ରାର୍ଥନା କରିବା। ଆମମାନଙ୍କର ପ୍ରେମିକ ପ୍ରଭୁ